ତେବେ ପୁରାତନ ଦୁନିଆର ଇଜିପ୍ଟ ସହିତ ପେରୁ ଦେଶରେ ଏମିତି ବହୁତ ଗୁଡ଼ିଏ ରହସ୍ୟମୟ ଜିନିଷ ଲୁଚି ରହିଛି ଯାହା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। ତେବେ ପୂର୍ବରୁ ବହୁତ ମସିହା ପୂର୍ବରୁ ମମି ଗୁଡ଼ିକର ଶରୀର ମିଳିଥାଏ। ଏବେ ପେରୁରୁ ମଧ୍ୟ ଏପରି ଏକ ମମି ମିଳିଛି ଯାହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯାଇଛନ୍ତି। କବର ଭିତରେ ରହସ୍ୟମୟୀ ମହିଳା, ମୁହଁରେ ଢାଙ୍କିଛି ହାତ। 2021 ମସିହାରେ ପେରୁର ଏକ ଭୂତଳ କବରରେ ଜଣେ ମହିଳାଙ୍କୁ ଦଉଡ଼ିରେ ସମ୍ପୂର୍ଣ୍ଣ ବନ୍ଧାଯାଇଥିବା ଓ ସେ ହାତରେ ମୁହଁ ଘୋଡ଼ାଇଥିବା ଦେଖିବାକୁ ମିଳିଥିଲା। ମାର୍କସ୍ ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ମାନେ ରାଜଧାନୀ ଲିମା ଓ ପେରୁଠାରୁ 15.5 ମାଇଲ ଦୂରରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମମିଟିକୁ ଉଦ୍ଧାର କରିଥିଲେ। ଏହା ଜୀଇଁଥିବା ଭଳି ଅବସ୍ଥାରେ ଦେଖିବାକୁ ମିଳିଥିଲା, ଯେହେତୁ ବୈଜ୍ଞାନିକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ମମି 800ରୁ 1200 ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ଯଦିଓ ସମ୍ପୃକ୍ତ ମମିର ଆକର୍ଷଣୀୟ ଭଙ୍ଗୀ ଓ ଦଉଡ଼ିରେ ବନ୍ଧାଯାଇଥିବା ଅବସ୍ଥାକୁ ଦେଖି ଅନେକ କିଛି ଆକଳନ କରାଯାଇପାରି ନାହିଁ, କିନ୍ତୁ ଗବେଷକମାନେ କହିଛନ୍ତି ଯେ ଦକ୍ଷିଣ ପେରୁରେ ପୂର୍ବ ସମୟରେ ମୃତ ବ୍ୟକ୍ତିଙ୍କର ଏହିଭଳି ଅନ୍ତିମ ସଂସ୍କାର କରାଯାଉଥିବା ବିଶ୍ୱାସ ରହୁଛି। ସେହି କବର ମଧ୍ୟରେ ପନିପରିବା ଅବଶେଷ ଏବଂ ପଥର ଉପକରଣ ମଧ୍ୟ ଥିଲା। ତେବେ ମମି ଭଳି ମିଳିବା ଏପରି ଜିନିଷ ସମସ୍ତଙ୍କୁ ଆକ୍ଷେପ କରିଛି। ପୂର୍ବରୁ ଇଜିପ୍ଟରେ ମଧ୍ୟ ବହୁତ ଗୁଡ଼ିଏ ମମିର ମୃତ ଶରୀର ମଧ୍ୟ ମିଳିଛି, ଯାହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଗୋଟିଏ ଜାଗାରେ ତ ଅନେକ ଗୁଡ଼ିଏ ମୃତ ଶରୀର ଭାବରେ ଥିବା ମିଳିଛି, ଯାହାଦ୍ୱାରା ଉପରେ ଲେପ ଦିଆହୋଇ ବହୁତ ଦିନ ପର୍ଯ୍ୟନ୍ତ ସାଇତା ରଖାଯାଇଥାଏ। ଏହି ମମି ଗୁଡ଼ିକ ପ୍ରାୟ ଇଜିପ୍ଟ ସହରରୁ ଉଦ୍ଧାର ହୋଇଥାଏ ଏବଂ ସେଗୁଡ଼ିକ ପ୍ରାୟ 4000 କିମ୍ବା 3000 ବର୍ଷ ପୁରୁଣା ବୋଲି ଅନୁମାନ କରାଯାଏ। ଏହିପରି ମମିମାନେ ବହୁତ ବର୍ଷ ଧରି ଏବେ ବାହାରୁଛନ୍ତି ଏବଂ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ବୈଜ୍ଞାନିକମାନେ ଏହାର ଔଷଧୀୟ ଗୁଣ ଥିବା ଏହା ଉପରେ ଲେପ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି, କାରଣ ଏହି ମମି ଗୁଡ଼ିକ ବହୁତ ଦିନ ଧରି ପୁରୁଣା ରହିଥିବା ଅବସ୍ଥାରେ ସତେଜ ମଧ୍ୟ ରହିଥାଏ।